ଆଜ୍ଞା ଦେଖନ୍ତୁ ବର୍ତ୍ତମାନ ଆମର ଯୋଉ ପରିସ୍ଥିତି ଆମେ ପରିବା ପତ୍ର ପର୍ଯ୍ୟନ୍ତ ଚାଷ ସବୁ ଯାଇଛି, ବିଲ ଜମି ବି ଯାଇଛି। ତେଣୁ ବିଭାଗୀୟ ଜଳସେଚନ ବିଭାଗକୁ ଅନୁରୋଧ ସେ ବୈତରଣୀ ଗେଟ୍ ଟିକେ ନିୟନ୍ତ୍ରଣ କରନ୍ତୁ, ନହେଲେ ଆମର ଆହୁରି କିଛି କ୍ଷତି ହେଇପାରେ। କେମିତି କଣ ପରିବା ଚାଷ ବି ନଷ୍ଟ ହଉଛି? ପରିବା ବହୁତ ଚାଷ ହେଇଛି, ଏକର ଏକର ଜମି ସବୁ ନଷ୍ଟ ହେଇଯାଇଛି। ଧାନ ବି ସେମିତି ନଷ୍ଟ ହେଇଯାଇଛି, ତଳା ତଳି ଆମର ସବୁ ଯାଇଛି। ଯାହା ବନ୍ୟା ପରିସ୍ଥିତି ଜଣା ପଡୁଛି, ଉପରମୁଣ୍ଡରେ ଯେ ଆନ୍ଦପୁର ଆମର ଯୋଉ ବୈତରଣୀ ପାଣିଟାକୁ ଟିକେ ନିୟନ୍ତ୍ରଣ କଲେ ଆମେ ଟିକେ ଖୁସି ହବୁ। ନିଶ୍ଚିତ ଭାବରେ ଆଉ ଜଣେ ମଧ୍ୟ ଅଛନ୍ତି ଆଲୋଚନା କରିବେ। ଆଜ୍ଞା ବର୍ଷା ପାଣି ପୁରା ଉଜାଡ଼ିବାକୁ ବସିଛି, ଚାଷ ଜମି ବି କ୍ଷତିଗ୍ରସ୍ତ ହଉଛି, କେମିତି କଣ ଦେଖନ୍ତି, କେତେ ଅସୁବିଧା ହଉଛି? ଅସୁବିଧାଟା ଆଜ୍ଞା ଏଇଥିପାଇଁ କି ଯିଏକି ଆମର ବର୍ତ୍ତମାନ ଉପର ମୁଣ୍ଡରେ ବର୍ଷା ହେଉଛି। ସରକାର ଯୋଉ ସରକାର ରୁହନ୍ତୁ, ପୂର୍ବରେ କୋଉ ସରକାର ଥିଲେ, ଆଚ୍ଛା ଏବେ କୋଉ ସରକାର ବି ଏବେ ନିର୍ଦ୍ଦେଶ କୋଉ ଦେଇଛନ୍ତି ସରକାର ଏବେ ଜିଲ୍ଲାପାଳଙ୍କୁ। କୋଉ ସରକାର ଆସିଛନ୍ତି, ସେଥିରେ କିଛି ଫରକ ନାହିଁ ଜନସାଧାରଣଙ୍କ ପାଇଁ। ତେଣୁ ଜନସାଧାରଣ ସମସ୍ତେ ଭଲରେ ରହିଲେ ସମସ୍ତେ ଖୁସି। ତେଣୁ ଜଳସେଚନ ବିଭାଗ କୋଉ ପାଣିକି କୋଉ ବାଟେ ଡ୍ରେନେଜ ହବ, କୋଉ ବାଟେ ଠିକରେ ଗଲେ ଚାଷୀମାନେ ଠିକ ଠାକରେ ରହିବେ, ଏତିକି ସରକାର ହେଉଛି ବୁଝିବା ଟିକେ ଦରକାର। ତେଣୁ ସରକାର ବୁଝିବାକୁ ଗଲେ ତାଙ୍କର କନିଷ୍ଠ ଯନ୍ତ୍ରୀ ଯେଉଁମାନେ ଅଛନ୍ତି, ସେମାନେ କୋଉ ହିସାବରେ କ'ଣ ସବୁ ରିଫ୍ୟୁଜ କରୁଛନ୍ତି, କୋଉ ବାଟକୁ ପାଣି ଛାଡୁଛନ୍ତି, କୋଉ ବାଟେ ଶୁଖି ଯାଉଛି, କୋଉ ବାଟେ ଜମି ମରିଯାଉଛି, ସେଇ ବାଟେ ଟିକେ ସରକାର ଧ୍ୟାନ ଦେଲେ ଟିକେ ଅତ୍ୟନ୍ତ ସୁବିଧାଜନକ ବୋଲି ଭାବୁଛି। କିନ୍ତୁ ସରକାର ଯେ ଜମିକି ଆସିକି ମୁଖ୍ୟମନ୍ତ୍ରୀ କି ମନ୍ତ୍ରିମଣ୍ଡଳରେ ସେମାନେ ଆସିକି ଆମ ହିଡ଼ବାଡ଼ ସଜାଡ଼ିବେ, ତାହା କେବେ ହେଉଛି ନୁହେଁ ସତ୍ୟ। ସତ୍ୟଟା ଏଇଆ କି ଯେ ଅନ୍ୟମାନେ ଯେଉଁମାନେ ଅଛନ୍ତି ସେମାନେ ସହକର୍ମଚାରୀ, ସେଇମାନଙ୍କ ଦ୍ୱାରା ଜଳସେଚନ ଦ୍ୱାରା ଆମର ଓଡ଼ିଶାବାସୀ ଯେମିତି ଭଲରେ ଚଳିପାରିବେ, କୋଉ ଜିଲ୍ଲାରେ କେମିତି କ'ଣ ଅସୁବିଧା ହେଉଛି, ସେ ଅସୁବିଧା କେମିତି ଦୂର ହେଇପାରିବ, ତାକୁ ସରକାର ଟିକେ ନଜରକୁ ନେବା ଦରକାର।